ବାଲେଶ୍ୱର ସହରରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭସାଣୀ ଉତ୍ସବ। ଦିନ ବେଳୁ ବିଭିନ୍ନ ମଣ୍ଡପର ଗଣେଶ ମୂର୍ତ୍ତିଙ୍କୁ ସହରର ଉପକଣ୍ଠ ନୁଣିଆଯୋଡ଼ି ଏବଂ ବାଲିଘାଟ ଅଭିମୁଖେ ଶୋଭାଯାତ୍ରାରେ ନିଆଯାଉଥିବା ଲକ୍ଷ୍ୟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଏବଂ ଶାନ୍ତି କମିଟିର ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାରଠାରୁ ଆରମ୍ଭ ହୋଇଛି ଭସାଣୀ ପର୍ବ। ଭସାଣୀ ଉତ୍ସବକୁ ସନ୍ଧ୍ୟା ସୁଦ୍ଧା ସାରିବା ଲକ୍ଷ୍ୟରେ ଦିନ ବେଳୁ ଏହି ଭସାଣୀ ଯାତ୍ରା ଆରମ୍ଭ ହୋଇଥିଲା। ତେବେ ସନ୍ଧ୍ୟା ସୁଦ୍ଧା ସମସ୍ତ ମେଢ଼ଗୁଡ଼ିକ ସିନେମା ଛକ ଅତିକ୍ରମ କରିଯାଇଥିବା ଜଣାପଡ଼ିଥିଲା। କେତେକ କ୍ଲବ ପାରମ୍ପରିକ ବାଦ୍ୟ ନୃତ୍ୟ ମଧ୍ୟରେ ଶୋଭାଯାତ୍ରାରେ ଠାକୁରଙ୍କୁ ବିସର୍ଜନ ପାଇଁ ନେଉଥିବା ବେଳେ ବହୁ କ୍ଲବରେ ସୀମିତ ଡିଜେ ସାଉଣ୍ଡରେ ତାଳେ ତାଳେ ଯୁବକମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ରଙ୍ଗୀନ ଆଲୋକମାଳ ସହ ସୁସଜ୍ଜିତ ଗାଡ଼ି ଉପରେ ଉପବେଷ୍ଟିତ ଠାକୁରଙ୍କୁ ଶୋଭାଯାତ୍ରା ଅଧିକ ଆକର୍ଷଣୀୟ ଦେଖାଯାଉଥିଲା। ପ୍ରଶାସନର କଟକଣା ମଧ୍ୟରେ କ୍ଲବଗୁଡ଼ିକ ଭସାଣୀ ଶୋଭାଯାତ୍ରା ବେଶ ଆଡମ୍ବରପୂର୍ଣ୍ଣ ଥିବାବେଳେ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାକୁ ଦେଖିବା ପାଇଁ ସହର ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କର ଭିଡ଼ ଜମିଥିଲା। ସହରର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ପାଣିଟାଙ୍କି ଛକରୁ କାଳୀମନ୍ଦିର ଛକ ସାଇଲେଣ୍ଟ ଜୋନ୍ର ମଣ୍ଡପଗୁଡ଼ିକର ମୂର୍ତ୍ତି ବୁଢ଼ାବଳଙ୍ଗ ନଦୀର ବାଲିଘାଟରେ ବିସର୍ଜନ ପାଇଁ ଯାଉଥିବା ବେଳେ ଅନ୍ୟ କେତେକ ସ୍ଥାନର ମେଢ଼ ନୁଣିଆଯୋଡ଼ିକୁ ଯାଉଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସର ବହୁ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ 7 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। 14 ତାରିଖ ସୁଦ୍ଧା ବାକି ସମସ୍ତ କ୍ଲବର ମେଢ଼ ବିସର୍ଜନ ପାଇଁ ସିଦ୍ଧାନ୍ତ ନିଆଯାଇଛି ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶବ୍ଦ ପ୍ରଦୂଷଣକୁ ଗୁରୁତ୍ୱ ଦେଇ ବିଭିନ୍ନ କମିଟିର କର୍ମକର୍ତ୍ତା ଡିଜେ ବ୍ୟବହାର ନିଷେଧ ସହିତ ଡାକବାଜି ଯନ୍ତ୍ରର ଶବ୍ଦ ସୀମା 65 ଡେସିବେଲ ମଧ୍ୟରେ ସୀମିତ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ମେଢ଼ରେ ବିଶାଳକାୟ ଡିଜେ ଗାଡ଼ି ଦେଖିବାକୁ ମିଳିନଥିଲା କି କାନଫଟା ଶବ୍ଦରେ ମାଇକ୍ ଶବ୍ଦ ଶୁଭିନଥିଲା। ତେବେ ଶୋଭାଯାତ୍ରାରେ ଭଳିକି ଭଳି ଲାଇଟ୍ ଲାଗିଥିବା ତୋରଣ ସହ ମେଢ଼ ଦେଖିବା ପାଇଁ ମୋତିଗଞ୍ଜ ବଜାର ଅଞ୍ଚଳରେ ପ୍ରବଳ ଜନସମାଗମ ହୋଇଥିଲା। संभाल के रखना प्यार का एपेटाइजर चखना और किसी पे गौर न कर मेरे पास बोल मुझे रखना।